2026 ମସିହା ପାଇଁ ମିଥୁନ ରାଶିର ବାର୍ଷିକ ରାଶିଫଳ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। 2026 ମସିହାର ଆକାଶରେ ବିଚରଣ କରୁଥିବା ଗ୍ରହ ନକ୍ଷତ୍ରମାନଙ୍କର ସ୍ଥିତିକୁ ଅନୁଧ୍ୟାନ କଲେ ଜଣାଯାଏ 2026 ମସିହାଟି ମିଥୁନ ରାଶି ପାଇଁ ଆର୍ଥିକ ଅଭିବୃଦ୍ଧିର ବର୍ଷ ରହିବ। ଜାଣିବା କେଉଁ ସମୟରେ ଏହି ଆର୍ଥିକ ଅଭିବୃଦ୍ଧି ଘଟିବାର ମିଥୁନ ରାଶି ପାଇଁ ବିଶେଷ ସମ୍ଭାବନା ଦେଖାଯାଏ। 2026 ମସିହା ପାଇଁ ମିଥୁନ ରାଶିର ଆର୍ଥିକ ସ୍ଥିତି ସମ୍ପର୍କରେ ଜାଣିବାକୁ ଗଲେ ଜଣାଯାଏ ଗତ ବର୍ଷ 2025 ମସିହା ଅପେକ୍ଷା 2026 ମସିହା ଆର୍ଥିକ ଅଭିବୃଦ୍ଧିର ବର୍ଷ ରହିବ। ବର୍ଷ ଆରମ୍ଭରୁ ଜୁନ୍ ମାସ 2 ତାରିଖ ପର୍ଯ୍ୟନ୍ତ ଧନ ପ୍ରଦାୟକ ଗ୍ରହ ବୃହସ୍ପତି ମିଥୁନ ରାଶିରେ ଅବସ୍ଥାନ କରୁଥିବାରୁ ଧନ ବା ଆର୍ଥିକ କ୍ଷେତ୍ରରେ ସ୍ଥିରତା ଆଣିବେ। ଗତ ବର୍ଷ ମିଥୁନ ରାଶିର ବ୍ୟୟ ବା ଦ୍ୱାଦଶ ସ୍ଥାନରେ ବୃହସ୍ପତି ମହାଗ୍ରହ ଅବସ୍ଥାନ କରି ବଡ଼ ଧରଣର ଖର୍ଚ୍ଚ କରାଇଥିବା ବେଳେ ନୂତନ ବର୍ଷରେ ସେହି ଖର୍ଚ୍ଚର ପରିମାଣ କମ୍ କରିବେ ଏବଂ ଭଲ ରୋଜଗାରର ପନ୍ଥା ନିର୍ଦ୍ଧାରଣ କରିବେ। 2026 ମସିହା ଜୁନ୍ ମାସ 2 ତାରିଖ ପରଠାରୁ ଅକ୍ଟୋବର ମାସ 31 ତାରିଖ ପର୍ଯ୍ୟନ୍ତ ନୈସର୍ଗିକ ଶୁଭ ଗ୍ରହ ଦେବଗୁରୁ ବୃହସ୍ପତି ମିଥୁନ ରାଶିର ଦ୍ୱିତୀୟ ବା ଧନଭାବ ତଥା ନିଜ ଉଚ୍ଚ ରାଶି କର୍କଟ ରାଶିରେ ଅବସ୍ଥାନ କରିବେ। ବୈଦିକ ଜ୍ୟୋତିଷର ଆପ୍ତ ବାକ୍ୟ ଜୀବେ ଦ୍ୱିତୀୟ ଧନଧାନ୍ୟ ଲାଭ ଅର୍ଥାତ୍ ଜୀବ ମାନେ ବୃହସ୍ପତି ମହାଗ୍ରହ ଯଦି ଜାତକର ଚନ୍ଦ୍ର ଥିବା ରାଶିର ଦ୍ୱିତୀୟ ବା ଧନସ୍ଥାନରେ ଅବସ୍ଥାନ କରନ୍ତି ତେବେ ବ୍ୟକ୍ତିକୁ ଧନ ଓ ଧାନ୍ୟରେ ପରିପୂର୍ଣ୍ଣ କରିଥାନ୍ତି। ତେଣୁ ଜୁନ୍ ମାସର 2 ତାରିଖ ପରଠାରୁ ଅକ୍ଟୋବର ମାସ 31 ତାରିଖ ପର୍ଯ୍ୟନ୍ତ ସମୟ ମିଥୁନ ରାଶି ପାଇଁ ଅର୍ଥ ବା ଧନଲାଭ କରିବାର ବଡ଼ ଚମତ୍କାର ସୁଯୋଗ ଆଣିଦେବ। ଏହି ସମୟରେ ମିଥୁନ ରାଶିଜାତ ବ୍ୟକ୍ତି ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ରହିଥିଲେ ସେହିସବୁ କ୍ଷେତ୍ରରୁ ପ୍ରଚୁର ଧନ ଉପାର୍ଜନ କରିପାରିବେ। ମିତ୍ରମାନେ କିମ୍ବା ମିତ୍ରମାନଙ୍କ ସହଯୋଗରେ ବେପାର କରୁଥିଲେ ଅର୍ଥାତ୍ ଯୌଥ ବ୍ୟବସାୟରୁ ମଧ୍ୟ ପ୍ରବଳ ଲାଭର ସୂଚନା ମିଳେ। ମିଥୁନ ରାଶିର କର୍ମ ବା ଦଶମ ସ୍ଥାନ ମୀନ ରାଶିର ଅଧିପତି ସ୍ୱୟଂ ବୃହସ୍ପତି ଉଚ୍ଚ ସ୍ଥାନରେ ରହିଥିବାରୁ ଜୁନ୍ ମାସ 2 ତାରିଖ ଠାରୁ ଅକ୍ଟୋବର ମାସ 31 ତାରିଖ ପର୍ଯ୍ୟନ୍ତ ମିଥୁନ ରାଶି ବ୍ୟକ୍ତି ଯେକୌଣସି କର୍ମ କରୁଥାନ୍ତୁ ନା କାହିଁକି ସେହି କର୍ମରୁ ନିଶ୍ଚିତ ରୂପେ ଧନ ପ୍ରାପ୍ତ କରିବେ ଏବଂ ଧନ ସଞ୍ଚୟ କରି ରଖିବାକୁ ସମର୍ଥ ହେବେ। ଇଂରାଜୀରେ ଏକ ଉକ୍ତି ଅଛି, ରାଇଟ୍ ଡିସିସନ୍ ଆଟ୍ ରାଇଟ୍ ଟାଇମ୍ କଲ୍ଡ ଫର୍ଚ୍ୟୁନ୍ ଅର୍ଥାତ୍ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ଗ୍ରହଣ କରିବା ହିଁ ଭାଗ୍ୟ। ତେଣୁ ପୁନର୍ବାର ଆଉ ଥରେ କହି ରଖୁଛୁ, ମିଥୁନ ରାଶି ଜାତ ବ୍ୟକ୍ତି ଏହି ସମୟ 2026 ମସିହା ଜୁନ୍ ମାସ 2 ତାରିଖ ଠାରୁ ଅକ୍ଟୋବର ମାସ 31 ତାରିଖ ପର୍ଯ୍ୟନ୍ତ ଧନପ୍ରାପ୍ତି କରିବା ସମୟର ସଠିକ୍ ଉପଯୋଗ କରନ୍ତୁ। ନିଶ୍ଚିତ ଭାବେ ସୁଫଳ ପାଇବେ। ଅକ୍ଟୋବର ମାସ 31 ତାରିଖ ପରଠାରୁ ବୃହସ୍ପତି ମିଥୁନ ରାଶିର ତୃତୀୟ ଭାବ ସିଂହ ରାଶିରେ ଗୋଚର କଲେ ଧନ ଭାବରେ ମଧ୍ୟମ ଧରଣର ଫଳ ପ୍ରଦାନ କରିବେ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର, ତପନ।